ପୂର୍ବ ବର୍ଷ ମୋ ପାଖରେ ଯୋଉ ମିନି ଡାଲିଆ ଥିଲା ତ ସେଇଟା ହଉଛି ଖଇରୀ ରଙ୍ଗର ତ ସେଥିପାଇଁକା ଏଥର କିଛି ମିନି ଡାଲିଆ ଆଣିବାର ଥିଲା। କିନ୍ତୁ ଆର ବର୍ଷ ଯୋଉ ମିନି ଡାଲିଆଟା ଆଣିଥିନି ସେଇଟା ମୋତେ ପଡ଼ିଥିଲା 15 ଟଙ୍କା କିନ୍ତୁ ଏଥରକ ଦେଖ 2 ଟଙ୍କାରେ ମୋତେ ମିଳିଯାଇଛି ଗୋଟେ ମିନି ଡାଲିଆର ଗୋଟେ ଛୋଟ ଭେରାଇଟି। ଆଉ ଏଇଟା ହଉଛି କ'ଣ କହିଲେ ମିନି ଡାଲିଆର ଯୋଉ ଛୋଟ ଚାରାଟା ଆଣିଛି ନା ଏଇଟା ହଉଛି ନାଲି ଧଳାର ଗୋଟେ ମିକ୍ସ। ଏଇଠି ମାଟି ଦେଖ ମୁଁ ଯୋଉ ଗୋଳଉଥିଲି ସେଇଠି ଗୋଟେ ବଡ଼ ଜିଆଟେ ଦେଖିକି ଆପଣମାନଙ୍କୁ ଦେଖେଇବା ପାଇଁ ଭାବିଲି ବୋଲି ଦେଖନ୍ତୁ ଆପଣମାନେ ବି କେମିତି ଜିଆ ହଉଛି ଏସବୁ ମାଟିରେ। ଯେତେ ଅଧିକା ଜିଆ ହବ ମାଟି ସେତେ ଉର୍ବର ହବ ଆଉ ସେତେ ଜଲ୍ଦି ଗଛର ଗ୍ରୋଥ୍ ବି ବଢ଼ି ଚାଲିବ। ତ ଏଇଠି ମୁଁ 5 ଇଞ୍ଚର ଗ୍ରୋ ବ୍ୟାଗ୍ ନେଇଛି ମାନେ କୁଣ୍ଡଟେ ନେଇଛି ପ୍ଲାଷ୍ଟିକ୍ କୁଣ୍ଡଟେ। ଗ୍ରୋ ବ୍ୟାଗ୍ ତ ପ୍ରଥମେ ଆଣିଥିଲି କିନ୍ତୁ ଏଇଟା ଯେହେତୁ ମିନି ଡାଲିଆ ଛୋଟ ଗଛଟେ ହବ ସେଥିପାଇଁକା ଛୋଟ କୁଣ୍ଡଟେ ଆଣିଲି। ତ ଏଥିରେ ହଉଛି ମୁଁ ଦେଇଛି ମାଟିରେ ମିଶେଇଛି ବାଲି ଅଧ ମୁଠେ। ତା ମାପ ନେଇଛି ମୁଁ ହଉଛି କୋକୋପେଟଟି ଯୋଉ କୁଟା ପାଉଁଶ ଆଉ ତା ଛଡ଼ା କୋକୋପେଟଟା ଯୋଉ ନେଇଛି ଯୋଉଟାକି ନଡ଼ିଆ କତାର ଭିଣା ଗୁଣ୍ଡ। ଆଉ ଗୋଟେ ହଉଛି ନେଇଛି ଭର୍ମି କମ୍ପୋଷ୍ଟ। ଭର୍ମି କମ୍ପୋଷ୍ଟଟା ଏଇଠି ମୁଁ ନେଇଛି କେବଳ ପତ୍ରରେ ତିଆରି କରିଥିବା ଭର୍ମି କମ୍ପୋଷ୍ଟ। ଭର୍ମି କମ୍ପୋଷ୍ଟ 2 ପ୍ରକାର 3 ପ୍ରକାର ମୋ ପାଖରେ ଅଛି। ଗୋଟେ ହଉଛି ଅଣ୍ଡା ଖୋଳପା ଆଉ ସବୁ ପନିପରିବା ଚୋପା ରଖି, ଆଉ ଗୋଟେ ହଉଛି ଶୁଖିଲା ପତ୍ରରେ ତିଆରି କରିଥିବା ଭର୍ମି କମ୍ପୋଷ୍ଟ। ଏଇ ଯୋଉ ଭର୍ମି କମ୍ପୋଷ୍ଟଟା ନେଇଛି ନା ଏଇଟା ଶୁଖିଲା ପତ୍ରରେ କେବଳ ତିଆରି କରିଥିବା ଖତ। ତ ଏଟାକୁ ସବୁ ମିଶେଇ ମାସେଇ ଦେଇକି ଗଛଟାକୁ ଲଗେଇଦେଲି ଗୋଟେ ସପ୍ତାହ ଛାଇରେ ରଖିବି।